ବେଙ୍ଗୁ ଏଇଠି ବସିଛି। ଏଠି କ'ଣ କରୁଛୁ? ଆରେ ମୋବାଇଲ ଦେଖିଲେ ଭଲ ନୁହଁ, ଜାଣିଛୁ ତ? କାହିଁକି ଆଖି ନଷ୍ଟ ହେଇଯିବ। ଛୋଟ ପିଲା ମୋବାଇଲ ଦେଖିଲେ ଆଖି ଟୋଟାଲ ନଷ୍ଟ ହେଇଯିବ। ଦେଖିବୁ ବଡ଼ କ'ଣ ଛୋଟ କ'ଣ, ମୋବାଇଲ ଦେଖିଲେ ଆଖି ଖରାପ ହେଇଯିବ। ଦେଖିବୁ ତୋର କିଭଳିଆ ଜିନିଷ ଦେଖେ। ଛିଡ଼ା ଦେଖ, ଛିଡ଼ା, ମୁଁ ତୋତେ କହିଦେଉଛି। ଛିଡ଼ା, ତୁ ଦେଖ, ଏଇଟା ଆଖିରେ ବାନ୍ଧ। ଆଖିରେ ବାନ୍ଧିବି, ମତେ କହିବୁ। ଆଖିରେ ବାନ୍ଧିଲା ପରେ ମତେ କହନି, ଚାଲ ଦେଖିବା, ଚାଲି ପାରୁଛୁ ନା? ଆଉ ଫେର ସେଇଭଳିଆ ଜିନିଷ ଯୋଉ ଭଳିଆ ମାନେ ମୋବାଇଲ ଦେଖିଲା ପରେ ଆଖି ନଷ୍ଟ ହେଲେ ଯୋଉ ଭଳିଆ, ବୁଝିପାରୁଛୁ ନା? ସେଇଭଳିଆ ଜିନିଷ ଦେଖା ହୁଏନି, ବୁଝିପାରୁଛୁ ନା? କେତେ କଷ୍ଟଦାୟକ ଜିନିଷ। ସେଥିପାଇଁ ବାରମ୍ବାର ଆମକୁ ମୋବାଇଲ ଦେଖିବ ନାହିଁ। କିନ୍ତୁ ତୁମକୁ ମୋବାଇଲ ଭଲ ଲାଗେ ବୋଲିକି ଦେଖୁଛ। କିନ୍ତୁ ମୋବାଇଲ ଯୋଉ ଭଲ ଲାଗେ ବୋଲିକି ଦେଖୁଛ ଟୋଟାଲ, ହେଲା। ସେଥିପାଇଁ ତତେ ମୋବାଇଲ ମନା କରାଯାଉଛି, ଯୋଉଟା କି ତୁ ଆମକୁ ଆଉ ଦେଖିପାରିବୁ। ସେଥିପାଇଁ ସେଥିପାଇଁ ତୁମକୁ ମୋବାଇଲ ନାହିଁ କରାଯାଉଛି ଦେଖିବା ପାଇଁ। ମୋବାଇଲ ଦେଖିଲେ ପରିସ୍ଥିତି ଆଖିକି ଟୋଟାଲ ଦେଖାଯିବ ନାହିଁ। ଆମକୁ ଚିହ୍ନି ପାରିବନି, ବାପା ମାଙ୍କୁ ଦେଖିପାରିବନି, ଆଖି ନଷ୍ଟ ହେଇଗଲେ, ବୁଝିପାରୁଛ? ସେଥିପାଇଁ ସବୁବେଳେ ମୁଁ କୁହେ ମୋବାଇଲ କେତେବେଳେ ବି ଦେଖିବ ନାହିଁ। ମୁଁ ବି ସମସ୍ତଙ୍କ ଛୁଆଙ୍କୁ ବି କହୁଛି ମୋବାଇଲ ଠାରୁ ଦୂରରେ ରୁହ। କାହିଁକି ନା ମୋବାଇଲ ତୁମକୁ ଯେତିକି ବର୍ତ୍ତମାନ ତୁମକୁ ଭଲ ଲାଗିବ ବୋଲି ଭାବୁଛ, କିନ୍ତୁ ପରିସ୍ଥିତିରେ ଯେତେବେଳେ ଆଖିଟି ନଷ୍ଟ ହେଇଯିବ, ସେତେବେଳେ ସବୁ ଅନ୍ଧାର ହେଇଯିବ। ସେଥିପାଇଁ ବାରମ୍ବାର ମୁଁ କହିଛି ମୋବାଇଲ କେବେ ହେଲେ ବି ଦେଖିବ ନାହିଁ, ବୁଝିପାରିଲେ?